2024 ନିର୍ବାଚନ ପାଇଁ କଂଗ୍ରେସ ଦଳ ଆଜି ରାଜ୍ୟର 75ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ନୟାଗଡ଼ ଜିଲ୍ଲାର 2ଟି ଆସନ ନୟାଗଡ଼ ଏବଂ ରଣପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ରଣପୁର ଆସନ ପାଇଁ ବିଭୁ ପ୍ରସାଦ ସାହୁ ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଯିଏ ଜିଲ୍ଲା କଂଗ୍ରେସର ସଭାପତି ରହିଛନ୍ତି ରଣଜିତ ଦାସଙ୍କୁ ପ୍ରାର୍ଥୀ କରାଯାଇଛି। ଏବଂ ଯାହା ଆମ ପାଖରେ ସୂଚନା ଅଛି, ରଣଜିତ ଦାସ ଗତ 5 ବର୍ଷ ଧରି ନୟାଗଡ଼ ଜିଲ୍ଲାର ଜିଲ୍ଲା କଂଗ୍ରେସ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ଏବଂ ବିଭିନ୍ନ ଅଞ୍ଚଳ ବୁଲି ମଧ୍ୟ ଲୋକ ସମ୍ପର୍କ ବଢ଼େଇଛନ୍ତି। ତେବେ ଆମ ପାଖରେ ରଣଜିତ ଦାସ ଅଛନ୍ତି, ତାଙ୍କୁ ଆମେ ତାଙ୍କଠାରୁ ସବିଶେଷ ତଥ୍ୟ ନେବା। ପ୍ରଥମେ ରଣଜିତ ବାବୁ ଆପଣଙ୍କୁ ସ୍ୱାଗତ କରାଯାଉଛି ନ୍ୟୁଜ୍ 7 ଏବଂ शुभेच्छा ମଧ୍ୟ ଯେହେତୁ ଆପଣ ପ୍ରାର୍ଥୀତ୍ୱ ପାଇଛନ୍ତି। ତ କ'ଣ ରହିବ ମୁଦ୍ଦା, କ'ଣ ରହିବ ପ୍ରଥମ ମୁଦ୍ଦା କ'ଣ ରହିବ, ଆପଣ ଲୋକଙ୍କ ପାଖକୁ କୋଉ ମୁଦ୍ଦା ନେଇକି ଯାଉଛନ୍ତି? ଦେଖନ୍ତୁ, ଆମେ ଲୋକଙ୍କ ପାଖକୁ ମୁଦ୍ଦା ନେଇକି ଯିବୁ। ନୟାଗଡ଼ ହେଉଛି ରାଜ୍ୟର ଗୋଟେ ପଛୁଆ ଜିଲ୍ଲା ଏବଂ ନୟାଗଡ଼ ନିର୍ବାଚନ ମଣ୍ଡଳୀ ହେଉଛି ଗୋଟେ ପଛୁଆ ନିର୍ବାଚନ ମଣ୍ଡଳୀ। ଏଠି ବିକାଶର ନାଁ ନାହିଁ, ଏଠି ଖାଲି ସ୍ଲୋଗାନରେ ବିକାଶ ଚାଲିଛି, ରଙ୍ଗ ମାରିକି ବିକାଶ ହେଉଛି। ଏବଂ ଯେଉଁ କଥା ଜଳସେଚନ, ଚାଷୀଙ୍କ ପାଖରେ ଜଳସେଚନ ନାହିଁ। ଯେଉଁ କଂଗ୍ରେସ ସରକାର ସମୟରେ ଯେତିକି ଜଳସେଚନ ଡ୍ୟାମ୍ କରାଯାଇଥିଲା, ଆଉ ଏମାନେ କୂଅଟେ ବି ଖୋଳିବା ପାଇଁ ତାଙ୍କର ଯୋଗ୍ୟତା ନାହିଁ। ଏଠି ଇରିଗେସନ ନାହିଁ, ଏଠି ଚାଷୀଙ୍କ ପାଇଁ କୌଣସି ପ୍ରକାର ସୁବିଧା ଚାଷୀଙ୍କ ପାଇଁ ନାହିଁ, ଏଠି ଯୁବକମାନଙ୍କ ପାଇଁ ରୋଜଗାର ନାହିଁ। ନୟାଗଡ଼ ଜିଲ୍ଲାର ଆଜି 40,000 ଯୁବକ ଯୁବତୀ ଆଜି ଘରେ ବସିଛନ୍ତି, ତାଙ୍କ ପାଖରେ ରୋଜଗାର ନାହିଁ, ନିଯୁକ୍ତି ନାହିଁ, କି କର୍ମନିଯୁକ୍ତି ବି ନାହିଁ। ତାକୁ ଦେବାରେ ସରକାର ଆଜି ବିଫଳ। 25,000ରୁ ଉର୍ଦ୍ଧ୍ୱ ଯୁବକ ଯେଉଁମାନେ ଆଜି ବିଭିନ୍ନ ଗାଁର ପିଲାମାନେ ଆଜି ତାଙ୍କ ବାପା ମାଆଙ୍କୁ ଛାଡ଼ିକି, ତାଙ୍କ ଛୁଆ ପିଲାଙ୍କୁ ଛାଡ଼ିକି ଆଜି ଦାଦନ ଖଟୁଛନ୍ତି ଦେଶର ବିଭିନ୍ନ ସ୍ଥାନରେ, ଗୁଜରାଟ, ସୁରଟ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗାଲ, ଉତ୍ତରପ୍ରଦେଶ, ଏ ରାଜ୍ୟମାନଙ୍କରେ ନୟାଗଡ଼ ପିଲା ଯାଇକି ଆଜି କାମ କରୁ। ଭୁବନେଶ୍ୱରରେ ବି ଆଜି ହଜାର ହଜାର ପିଲା, ନୟାଗଡ଼ର ପିଲା ଯାଇକି ଦାଦନ ଖଟୁଛନ୍ତି। ଏଠି ରୋଜଗାର ନାହିଁ। ତେଣୁ କ'ଣ ବିକାଶ ହେଇଛି ନୟାଗଡ଼ରେ? ଏଠି ଖାଲି ସ୍ଲୋଗାନ ଦିଆ ହେଉଛି, ଆମ ପାଇଁ ବଡ଼ ଆମ ନୟାଗଡ଼। ଆଜି ନୟାଗଡ଼ରେ ଭାତୃତ୍ୱ ଭାବ ନାହିଁ, ଭାଇଚାରା ନାହିଁ, ଶାନ୍ତି ମୈତ୍ରୀ ନାହିଁ। ଏଠି କଙ୍ଗାରୁ କୋର୍ଟ ଚାଲିକି ଆଜି ଗାଁ ଗାଁରେ ଭୋଟ ପାଇଁ ନିୟମ କରାଯାଉଛି। ତ ଆଉ ଗୋଟେ କଥା ହେଉଛି ଯେ ଲୋକ ଆପଣଙ୍କୁ କାହିଁକି ଭୋଟ ଦେବେ, କ'ଣ ପାଇଁ ଆପଣଙ୍କୁ ଭୋଟ ଦେବେ, ଆପଣ କେତେ ଲୋକଙ୍କ ପାଖରେ ପହଞ୍ଚି ପାରିଛନ୍ତି? ଦେଖନ୍ତୁ, ଲୋକ ଭୋଟ ଦେଇ ଦେଇ ଏମାନଙ୍କୁ ଡିସଗଷ୍ଟ ହେଇଗଲେଣି, ବିତସ୍ପୃହ ହେଇଗଲେଣି। କାରଣ ଭୋଟ ଦେଇକରି କିଛି ଲାଭ ହଉନି। ଯେଉଁ ଅଫିସଟି ଗଲେ ବିନା ପଇସାରେ କାମ ହଉନି, ଥାନାକୁ ଗଲେ ବିନା ପଇସାରେ କାମ ହଉନି, ଲୋକମାନେ ଡିସଗଷ୍ଟେଡ। ଏବଂ ମୁଁ ଆଜି ମୋ ଦଳ ଆଜି ମୋ ଉପରେ ବିଶ୍ୱାସ କରିଛି। ଆଜି ଦଳ, ଆଜି କଂଗ୍ରେସ ଦଳ ଆଜି ଦୀର୍ଘ 35 ବର୍ଷ ପରେ, 85 ମସିହା ପରେ କଂଗ୍ରେସ ଦଳ ଆଜି ମାଟିର ପୁଅ କାର୍ଡ ଖେଳିଛି ନୟାଗଡ଼ରେ। ଆଜି ନୟାଗଡ଼ରେ ଯେଉଁ ମୋର 2 ଜଣ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି, ସେ ପ୍ରତିଦ୍ୱନ୍ଦ୍ୱୀ ଜଣେ ନେପାଳରୁ ଆସିଛନ୍ତି, ଆଉ ଜଣେ ପ୍ରତିଦ୍ୱନ୍ଦ୍ୱୀ ଅଲଗା ଜିଲ୍ଲାରୁ ଆସିଛନ୍ତି। ସେ ନୟାଗଡ଼ ଜିଲ୍ଲାରେ ତାଙ୍କର ଘର ହେଇଥାଇପାରେ, କିନ୍ତୁ ନୟାଗଡ଼ ଜିଲ୍ଲା ତାଙ୍କର ନୁହେଁ, ଅନ୍ୟ ଜିଲ୍ଲାରୁ ସେ ଏଠିକି ଇନହେରିଟ କରିକି ଆସିଛନ୍ତି। ତେଣୁ ମୁଁ ହେଉଛି ମାଟିର ପୁଅ। ମୁଁ 24x7 ନୟାଗଡ଼ରେ ଅଛି, ମୁଁ ଓକିଲାତି କରୁଛି। ଏ ଅଞ୍ଚଳ, ଏ ମାଟିର ସାଥିରେ ମୁଁ ଏ ମାଟି ସାଥିରେ ଲାଗିକି ଅଛି। ନୟାଗଡ଼ ମୋ ପରିବାର, ମୁଁ ନୟାଗଡ଼ ପରିବାରର। ଆଉ ଏ ମାଟି ହେଉଛି ଆମ ପାଇଁ ଚନ୍ଦନ, ଏ ପାଣି ହେଉଛି ଆମ ପାଇଁ ଗଙ୍ଗାର ଜଳ। ତେଣୁ ନୟାଗଡ଼କୁ ସେବା କରିବା ପାଇଁ ଆଜି ଯେଉଁ ସୁଯୋଗ ଆଜି ମୋ ଦଳ ମୋତେ ଦେଇଛି, ମୁଁ ଆଜି ମୋ ଦଳ ପାଖରେ ନିଶ୍ଚିତ ଭାବରେ ଚିର ଋଣୀ। ମୋ ନେତା ଶରଦ ପଟ୍ଟନାୟକଙ୍କ ପାଖରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ଏବଂ ନୟାଗଡ଼ ମାଟିର ଯେଉଁ ସେବା କରିବା, କଂଗ୍ରେସ ଦଳ ଯେଉଁ ଗ୍ୟାରେଣ୍ଟି ଆଜି ଦେଇଛି, ନିଯୁକ୍ତି ଗ୍ୟାରେଣ୍ଟି ଦେଇଛି, ଆଜି ବିଜୁଳି 200 ୟୁନିଟ୍ ବିଜୁଳି ଫ୍ରି ମାଗଣା ଗ୍ୟାରେଣ୍ଟି ଦେଇଛି, କୃଷି ଋଣ ଛାଡ଼ ଗ୍ୟାରେଣ୍ଟି ଦେଇଛି, ଆଜି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଯେଉଁ ଋଣ ତାକୁ ସମ୍ପୂର୍ଣ୍ଣ ଛାଡ଼ ପାଇଁ ଗ୍ୟାରେଣ୍ଟି ଦେଇଛି, ଆଜି ବେକାରୀ ଭତ୍ତା 3,000 ଟଙ୍କା ପାଇଁ ମାସକୁ ଗ୍ୟାରେଣ୍ଟି ଦେଇଛି, ଚାଷୀଙ୍କୁ 2,000 ଟଙ୍କାର ପେନସନ ଗ୍ୟାରେଣ୍ଟି ଦେଇଛି, ଗୃହଲକ୍ଷ୍ମୀ ଯୋଜନାରେ ମାଗଣା 2,000 ଟଙ୍କା ପ୍ରତ୍ୟେକ ମହିଳାଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରତି ମାସରେ ଦେବାର ଗ୍ୟାରେଣ୍ଟି କଂଗ୍ରେସ ଦେଇଛି। ଲୋକ ଏକୁ ବିଶ୍ୱାସ କରିବେ ବୋଲି ଭାବୁଛି ଏବଂ ଲୋକମାନଙ୍କ ପାଖରେ ମୁଁ ଆକୁ ପହଞ୍ଚେଇବି। ନିଶ୍ଚିତ ଭାବରେ ଲୋକଙ୍କ ପାଖରେ ପହଞ୍ଚିବେ ଆପଣ ଯାହା କହୁଥିଲେ। ତେବେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କାହାକୁ ଦେଉଛନ୍ତି? ଦେଖନ୍ତୁ, ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଆମେ ଏଠି ବିଜୁ ଜନତା ଦଳର ସଂଗଠନ ଅଛି, ଭାରତୀୟ ଜନତା ପାର୍ଟିର ଏଠି ସଂଗଠନ ନଥିଲା। କଂଗ୍ରେସ ଲୋକମାନେ ଯେତେବେଳେ 2019 ନିର୍ବାଚନରେ ଲାଲା ମନୋଜ ରାୟ ଯିଏ ସଭାପତି ଥିଲେ, ଯେତେବେଳେ ସେ ଭାରତୀୟ ଜନତା ପାର୍ଟି ଯୋଗ ଦେଲେ, କଂଗ୍ରେସ ଦଳର ଗୋଟେ ଭୋଟ ବ୍ୟାଙ୍କ 50,000 ଗୋଟେ ଭୋଟ ବ୍ୟାଙ୍କ ଲାଲା ମନୋଜ ରାୟଙ୍କ ସାଥିରେ ଗଲେ। ତାଙ୍କୁ ଯେ ବିଜେପି କି ଭୋଟ ଦେଲେ କାଳେ ଅରୁଣ ବାବୁ ହାରିଯିବେ, ତେଣୁ ଏଇ କଥାକୁ ନେଇକି ଗଲେ। କିନ୍ତୁ ଅରୁଣ ବାବୁ ତ ହାରିଲେନି, ପୁଣି ସେ 14,000 ଭୋଟ ଜିତିଛନ୍ତି। ତେଣୁ ଯେଉଁ ବିଜେପିର ଏଠି ହେଉଛି 8,000 ଭୋଟ, ତେଣୁ କଂଗ୍ରେସର ଯେଉଁ 50,000 ଭୋଟ ପଳେଇଛନ୍ତି। ବର୍ତ୍ତମାନ ଯେଉଁ ରାଜନୈତିକ ଯେଉଁ ସିନାରିଓ ନୟାଗଡ଼ରେ ହେଇଛି, ଯିଏ ଭାଜପାର ଯେଉଁ ପ୍ରାର୍ଥୀ ଆମ କଂଗ୍ରେସ ଲୋକଙ୍କୁ ତାଙ୍କ ସହ ନେଇଥିଲେ, ସିଏ ଆଜି ବିଜେପିରେ ନାହାନ୍ତି, ସିଏ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏବଂ ଭାରତୀୟ ଜନତା ପାର୍ଟିର ଯିଏ ପ୍ରାର୍ଥୀ, ସିଏ ହେଉଛନ୍ତି ଜଣେ ନେପାଳୀ ଲୋକ। ତେଣୁ ତାଙ୍କ ଉପରେ ଲୋକଙ୍କର ବିଶ୍ୱାସ ପାଉନି, ସିଏ ଲୋକଙ୍କ ସହିତ ମିଶି ପାରୁନାହାନ୍ତି। ତେଣୁ ଯେଉଁ ଲୋକମାନେ ଆମର ଯାଇଛନ୍ତି, ସେ ପ୍ରାୟ ଲୋକ ସେମାନେ ଫେରିବେ। ଆମେ ଗାଁ ଗାଁ ବୁଲିକି ଲୋକଙ୍କୁ ଫେରାଉଛୁ। କଂଗ୍ରେସ ଯେଉଁ ଭୋଟ ବ୍ୟାଙ୍କ ଥିଲା, ଯେଉଁ 55-60 ହଜାର ଭୋଟ ଆମର ଥିଲା, ଆମେ ସେଇ ଭୋଟକୁ ନେଇକରି ଆମେ ବିଜୁ ଜନତା ଦଳ ସାଥିରେ ଲଢ଼ିବୁ।
ନିଶ୍ଚିତ ଭାବରେ ଯେଉଁଭଳି ଭାବରେ କହୁଥିଲେ ଯେ ମାଟିର ପୁଅ ଏବଂ ବିଭିନ୍ନ ସମସ୍ୟା ଯେଉଁ ରହିଛି ନୟାଗଡ଼ ନିର୍ବାଚନ ମଣ୍ଡଳୀର ତାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ଏବଂ ଏହା ସହିତ କଂଗ୍ରେସର ଯେଉଁ ଭୋଟ ବ୍ୟାଙ୍କ ରହିଛି ସେ ଭୋଟ ବ୍ୟାଙ୍କକୁ ପୁଣି ଆଉ ଥରେ ଫେରାଇ ଆଣିବେ ସେଥିପାଇଁ ପ୍ରଚେଷ୍ଟା ଜାରି ରହିବ ଏବଂ ନିର୍ବାଚନ ବୈତରଣୀ ପାର ହେବା ପାଇଁ ସେ ଆତ୍ମବିଶ୍ୱାସ ରଖିଛନ୍ତି। ନୟାଗଡ଼ରୁ କ୍ୟାମେରା ପର୍ସନ ବିଷ୍ଣୁଚରଣ ପଟ୍ଟନାୟକ ସହ ବୈଦ୍ୟଭୂଷଣ ମହାପାତ୍ର, ନ୍ୟୁଜ୍ 7।